ସୁଜେଲି ଗ୍ରାମକୁ ନିଶାମୁକ୍ତ କରିବାକୁ ମହିଳା ସଂଘର ଦାବିପତ୍ର। ଦର୍ଶକ ବନ୍ଧୁ ଟିକିନିକି ଖବରକୁ ସ୍ୱାଗତ। କଳିଙ୍ଗା ଗ୍ରାମ ପଞ୍ଚାୟତ ସୁଜେଲି ଗ୍ରାମର 50ରୁ ଊର୍ଦ୍ଧ୍ୱ ମହିଳାମାନେ ନିଜ ଗାଁକୁ ମଦମୁକ୍ତ ଅଞ୍ଚଳ କରିବା ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ, ଅବକାରୀ ଅଧିକାରୀ ଏବଂ ସରପଞ୍ଚଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମହିଳାମାନେ ଅଭିଯୋଗ କରିଛନ୍ତି ଯେ ଗ୍ରାମରେ ବିଷାକ୍ତ ଦେଶୀ ମଦ ପ୍ରସ୍ତୁତ ହେଉଛି। ଲଙ୍କା, ସାର, କିଛି ଔଷଧ ମିଶାଇ ଅଧିକ ନିଶାଯୁକ୍ତ କରାଯାଉଛି। ଏହାର ପ୍ରଭାବରେ ଛୋଟ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ମଦରେ ଆସକ୍ତ ହେଉଛନ୍ତି। ପରିବାରରେ ଅଶାନ୍ତି, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ଯୁବକମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ସୃଷ୍ଟି ହେଉଛି ବୋଲି ମହିଳାମାନେ କହିଛନ୍ତି। ପୂର୍ବରୁ ମହିଳା ସଂଘ ପକ୍ଷରୁ ସଚେତନତା ଅଭିଯାନ ଓ ପଦଯାତ୍ରା କରାଯାଇଥିଲା, କିନ୍ତୁ ମଦ ବ୍ୟବସାୟୀମାନେ ଶୂନ୍ୟ ଥିବାରୁ ମହିଳାମାନେ ସେମାନଙ୍କ ପ୍ରସ୍ତୁତି ସାମଗ୍ରୀ ଭାଙ୍ଗି ନଷ୍ଟ କରିଥିଲେ। କିଛି ଦିନ ବନ୍ଦ ହେବା ପରେ ବର୍ତ୍ତମାନ ପୁଣି ମଦ ବ୍ୟବସାୟ ଆରମ୍ଭ ହେବାରୁ ଗାଁ ମହିଳାମାନେ କଡ଼ା ପଦକ୍ଷେପ ଦାବି କରିଛନ୍ତି। ମହିଳା ସଂଘ ପକ୍ଷରୁ 10 ଜଣ ମଦ ବ୍ୟବସାୟୀଙ୍କ ରାସନ କାର୍ଡ ରଖି କିଛି ମାସ ଚାଉଳ ଏବଂ ଭତ୍ତା ବନ୍ଦ କରାଯିବା ପାଇଁ ବିଡିଓଙ୍କ ନିକଟରେ ଦାବି କରିଛନ୍ତି। ସୁଜେଲି ଗ୍ରାମରୁ ବହୁତ ମହିଳା ମାନେ ଆସି ପହଞ୍ଚିଥିଲେ ମୋ ପାଖରେ। ସେମାନଙ୍କର ସମସ୍ୟା ରହୁଥିଲା, ସେଠାରେ ମଦ ରନ୍ଧା ହେଉଛି, ଇଲିଗାଲ ଭାବରେ ମଦ ରନ୍ଧା ହେଉଛି। ତେଣୁ ତାକୁ କିପରି ରୋକାଯାଇପାରିବ ସେଥିପ୍ରତି ମୋ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଁ ଚେଷ୍ଟା କରିବି ଅବକାରୀ ବିଭାଗ ସହିତ ଏବଂ IAC ସହିତ ସହିତ କଥା ହେଇ ବନ୍ଦ କରାଯିବ, ସେଥିପାଇଁ ମୁଁ ଚେଷ୍ଟା କରିବି। ନାଁ ହେଉଛି ସନ୍ତୋଷିନୀ ନାୟକ ସୁଜେଲି। ଆଉ ଆମ ଗାଁରେ ଜୋରସୋର ଦେଶୀ ମଦ ରନ୍ଧା ହେଉଛି। ସେଇଥିପାଇଁ ଆମେ ବହୁତ ପଦକ୍ଷେପ ନେଲୁ, କିଏ ବି ଆମ କଥା ଶୁଣିଲେନି, ମାନିଲେନି। ସେଇଥିପାଇଁ ଆମେ ରାଜରାସ୍ତାକୁ ଆସିବା ପାଇଁ ବାଧ୍ୟ ହେଉଛୁ। କାହିଁକିନା ଏବେ ଆସିଛୁ BDO ସାର୍ଙ୍କ ପାଖକୁ, BDO ସାର୍ଙ୍କ ପାଖରୁ ପୁଣି ସିଆଡ଼େ ଉପରକୁ ଯିବୁ ଅବକାରୀ ସାର୍ଙ୍କ ପାଖକୁ। ଆଉ କିଛି ଲିଖିତ ହିସାବରେ ଆମେ ଦେଇଛୁ, ଆଉ ସେଇଟା ଆମର ଲିଖିତ ହିସାବରେ ଦେବାର କାର୍ଯ୍ୟକାରୀ ହେବ ବୋଲି ଆମେ ଆଶା କରୁଛୁ। ଆମେ ଦାବି ରଖୁଛୁ ଯେ ଆମ ଗାଁରେ, ଆମ ଅଞ୍ଚଳରେ ଯେଉଁ ଦେଶୀ ମଦ ରନ୍ଧା ହେଉଛି ଆଉ ବିଷାକ୍ତ ମଦ, ତାହିଁରେ ବହୁତ କିଛି ଦ୍ରବ୍ୟ ମାନେ ସାର, ପିଡ଼ିଆ, ବହୁତ କିଛି ସାମାନ ପକେଇକିରି ଯେଉଁ ପଚା କରିକି ମଦ ରାନ୍ଧୁଛନ୍ତି, ଆଉ ଲୋକ ଖାଇକିରି ବହୁତ କ୍ଷୟକ୍ଷତି ହେଉଛି। ସେଇଥିପାଇଁ ଆମେ ବନ୍ଦ କରିବା ପାଇଁ ହିଁ ଏଇଠିକୁ ଆସିଛୁ। କାହିଁକିନା ଆମ ସ୍ୱାମୀମାନେ ବି ଯାଇକି ପିଉଛନ୍ତି ବେଳେବେଳେ। ତ ଛୋଟ 12ରୁ 15 ବର୍ଷ ପିଲାମାନେ ବହୁତ ପିଉଛନ୍ତି, ଆଉ ପିଇକିରି ରାସ୍ତାଘାଟରେ ଗଡ଼ୁଛନ୍ତି। ତ କିଛି କାମଧନ୍ଦା ବି କରୁନାହାନ୍ତି। ସେଇଥିପାଇଁ ଆମେ ଆମର ଗାଁରେ ସମସ୍ତେ ବାପାମାନେ, ଭାଇମାନେ, ଆମ ପିଲାମାନେ କେମିତି ସୁରକ୍ଷିତ ରହିବେ, ସେଇଥିପାଇଁ ଆମେ ଆସିକିରି ଦାବି କରିବା ପାଇଁ ଆସିଛୁ। BDO ସାର୍ କହିଲେ କି ହଉ, ଆଉ ମୋ ପାଖରେ ତ ଏଇଟା କିଛି ମାନେ କଥା ନାହିଁ, ଆଉ ମୁଁ ଅବକାରୀ ମାନେ ସାହେବକୁ କହିବି, ଆଉ ତାଙ୍କଠୁ କିଛି ପରାମର୍ଶ ନେଲା ପରେ ଆମେ କଥା ହେଲା ପରେ କିଛି ପଦକ୍ଷେପ ନେବୁ, ଏତିକି କହିଲେ। ଆଉ ମଦ ରନ୍ଧା ପାଇଁ ଆମେ ବହୁତ ଥର ଆମେ ଚେଷ୍ଟା କଲୁଣି ବନ୍ଦ କରିବା ପାଇଁ, ହେଲେ କେହି ଶୁଣୁନାହାନ୍ତି। ଆଉ କାଲି ବି ଯାଇକି ଗୋଟେ ଯେଉଁ ମହୁଲଟା ତାଙ୍କେ ବତରାଇଥିଲେ ଆଜି ରାନ୍ଧିବା ପାଇଁ, ଆଉ ସେଇଟା କାଲି ଯାଇକି ଆମେ ନେଇକି ଆସିଲୁ। ଆଉ ରାସ୍ତାରେ ସବୁ ଛିନଛତ୍ର କରିଦେଲୁ। ଆଉ କାଲି ବହୁତ ତାଙ୍କେ ବି ପାଟିତୁଣ୍ଡ କଲେ। ଆଉ ଯେଉଁମାନେ ମଦ ପିଉଛନ୍ତି ତାଙ୍କେ ବି ଆସିକି ଆମ ସହିତ ବହୁତ ଯୁକ୍ତି ତର୍କ ହେଲା। ଆଉ ସେଥିପାଇଁ ଆମେ ଆଜି ଆସିଛୁ ଏଇ ରାଜରାସ୍ତା ପାଇଁ। କ'ଣ ହେଉଛି ସାର୍, ଏବେ ମୋ ସ୍ୱାମୀ ବି ମଦ ପିଇକି ଆସିକି ମୋତେ ବହୁତ ହଇରାଣ କରୁଛି, ହେଲେ ମୁଁ ସମ୍ଭାଳି ପାରୁନି, ସେଥିପାଇଁ ମୁଁ ଆସିଛି। ଆମକୁ କହିଲେ ମୁଁ ଆଉ ଉପରକୁ ଏଟା ଷ୍ଟେପ୍ ନେଇଦେବି ବୋଲି କହିଲେ। ଆମେ ଚାହୁଁଛୁ ଆଜ୍ଞା ତାଙ୍କର ରାସନ କାର୍ଡ ବନ୍ଦ ହଉ କିଛି ମାସ ପାଇଁ, ଯିଏ ରାନ୍ଧୁଛନ୍ତି ତାଙ୍କର, ଆଉ ଭତ୍ତା ବନ୍ଦ ହଉ। ଆଉ ଦୟାପୂର୍ବକ ଯେମିତି ସୁଜେଲିରେ ମଦ ଯେମିତି ବନ୍ଦ ହେବ, ଆମେ ଶାନ୍ତିରେ ରହିବୁ। ଆଉ ମଦରେ ଯେଉଁମାନେ ମଦ ରାନ୍ଧୁଛନ୍ତି ତାଙ୍କେ ସାର, ଗଞ୍ଜେଇ, ଲଙ୍କା
एगुड़ाक पकईकी तांके सब महुल बुतराउछंती आ मद रांधुछंती काहेकि ना छोट छोट पिला माने पिउछंती आजिका डेट रे से मद पीकी लोक माने कैंसर रोग रे पड़ुछंती सेथिपाई आमे आसीचु सर। एहीपरि महिला माने अबकारी कार्यालय को जाइथिले किंतु अधिकारी नथिबारु दाबीपत्र देई पारि नथिले। सेमानक अभियोग अबकारी अधिकारी माने मद बिक्री समय रे रेड करुनाहांती। फोन माध्यम जोगाजोग पर अबकारी अधिकारी यादव प्रधान कहिसंती आमे मद व्यवसायी को आईन अनुसार दंड देबा पई प्रतिबद्ध अटु। महिला संघर दाबी अनुसार कार्य कराजिबो बोली कहिसंती। महिला माने स्थानीय सरपंच बक्सी मल्लिकଙ୍କୁ ମଧ୍ୟ दाबीपत्र ଦେଇଥିଲେ ଏବଂ सुजेली ग्राम को निशामुक्त करबा पई पदक्षेप नेबाकू दाबी करथिले। मो ना रक्तिमा प्रधान गाँ सुजेली कलिंगा पंचायत आमे आसीथिलु। आम गाँव रे बेसी विशृंखला होउची काहेकि होउची ना मद रांधुछंती तांको मानक आमे बंद करबाकू आमर साहस पाउनी। सेथिपाई आमे एठी अबकारी सारंग पाखक आसीथिलु। 50 लोक आसीचु काहेकि ना टिके जणेबू जणेले अबकारी सार टिके आमर गुहार टिके सुनिबे केतेबेले जदि से माने मद रांधिबे आमको जदि बाड़ा पिटा करिवे अबकारी सार आमको हेल्प करिवे बोली के आसीथिलु। किंतु आज सार नाहांती कुआड़ की जाइछंती। आगरू फोन कलु केतेबेले के आम जगह को उपस्थित भी हेई पारु नाहांती। सेथिपाई आमे निजे जिबा जाइकी टिके भल मंद आमे बुझिबा सार अछंती कि नाही बोली आमे पळे आसीथिलु एठिकी किंतु आज सार नाहांती। सेथिपाई आमे बेसी दुखित अछु। सार को अपेक्षा कले भी सार 5टा को आसीबे ना 6टा को आसीबे ना केबे आसीबे ना आसीबेनी कि काली आसिले मध्ये आमे एते दूर आसीचु ना कष्ट करिके आसीचु भक शसरे भी आसीचु। सेथिपाई आमे सार को अपेक्षा तो करि पारिबुनु आ कोन करिवु जीबु ए गीतांजलि दिगम पंचायत कलिंगा ग्राम सुजेली आमे मदराली करिया सहित आमे थरे सार को आसिके भेट करथिलु। आसिके एप्लिकेशन देके भी जाइथिलु अबकार अधिकार ए सार को आ सार भी हमको पछ जाइथिले मु आसीबी आपन रैली करंतु कहि कि आमे जाइकी सब मां मान को नै कि पंचायत रे गाँ रे रैली करिथिलु। तथापि सार हमको फोन कला को सार फोन उठेले नहीं। आज मध्य बहुत थोर मद रांधिबा सत्वे मध्य आमे फोन करिछु सार को फोन उठौ नाहंती रेस्पॉन्ड करू नाहंती। आज आमे 50 जन गाँ मान आस्थिलु किंतु दुख लागुची सार हमको सपोर्टिंग करबा अवकाशे जो माने मद रांधुछन से मानको सपोर्टिंग करछंती एटा आमे आशा करछु। सेतपय बहुत दुखित सेतपय समस्त अनुरोध करूची आ यथाशीघ्र आम गाँ रे मद बंद करबा पई समस्त को अनुरोध एवं सार मध्य पदक्षेप नियंत्रण।